ଭାରତର ଭାରତ ସ୍ୱାଧୀନତା ପ୍ରାପ୍ତିରେ ଅଗଷ୍ଟ 9 କ୍ରାନ୍ତି ଦିବସ ଭାବରେ ଏକ ସ୍ୱତନ୍ତ୍ର ସ୍ମରଣୀୟ ଦିବସ। ଏହି ଦିନରେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ଭାରତ ଛାଡ଼ ଆନ୍ଦୋଳନ ଆରମ୍ଭ ହୋଇଥିଲା ଏବଂ ବହୁ ଆକାଂକ୍ଷିତ ସ୍ୱାଧୀନତା ପାଇବା ପାଇଁ ବ୍ରିଟିଶ ସରକାର ବିରୋଧରେ କର ବା ମର ଭାବନାରେ ଉଦ୍ବୁଦ୍ଧ ହୋଇ ହଜାର ହଜାର ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରୁ କିଏ କାରାବରଣ କଲେ ତ କିଏ ବ୍ରିଟିଶ ଗୁଳିରେ ଟଳି ପଡ଼ିଲେ। ଏହି ଭାରତ ଛାଡ଼ ଆନ୍ଦୋଳନର ପ୍ରଭାବ ଏତେ ସୁଦୂର ପ୍ରସାରୀ ଥିଲା ଯେ ଫିରିଙ୍ଗି ସରକାର ବାଧ୍ୟ ହୋଇଥିଲା ଆମକୁ ସ୍ୱାଧୀନତା ଦେବାର ପଥ ପ୍ରସ୍ତୁତ କରିବା ପାଇଁ। ଏହି ମହାନ ଦିବସରେ କ୍ରାନ୍ତିକାରୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ଏବଂ ଓଡ଼ିଆ ସାହିତ୍ୟ ଜଗତର ଅନନ୍ୟ ପ୍ରତିଭାଧର ସାରସ୍ୱତ ସାଧକ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଦିବସରେ କୁସୁମାଞ୍ଜଳି ଅର୍ପଣ ଉଦ୍ଦେଶ୍ୟରେ ସହକାରୀ ଶିକ୍ଷକ ଅଶୋକ କୁମାର ଧଳଙ୍କ ସଂଯୋଜନାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ପ୍ରଧାନ ଶିକ୍ଷକ କାମରାଜ ସାହୁ ସଭାପତିତ୍ୱ କରି ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ବକ୍ତବ୍ୟ ଉପସ୍ଥାପନା କରିବାକୁ ଆହ୍ୱାନ କରିଥିଲେ। ପରେ ଶିକ୍ଷୟିତ୍ରୀ ମୀନାକ୍ଷୀ ସ୍ୱାଇଁ କ୍ରାନ୍ତିକାରୀ ବରପୁତ୍ରମାନଙ୍କ ଜୀବନ ଆଦର୍ଶକୁ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ। ସ୍ୱଭାବ କବିଙ୍କର ବିଭିନ୍ନ ସାହିତ୍ୟ କୃତିଗୁଡ଼ିକ ଉପରେ ଶିକ୍ଷକ ଶ୍ରୀଧଳ ଆଲୋକପାତ କରିବା ସହିତ କବି ମେହେରଙ୍କର ବିଶ୍ୱଜୀବନ ହେ ତୁମ୍ଭକୁ କରୁଣା ସିନ୍ଧୁ ଗାନ କରି ଏକ ଭାବମୟ ପରିବେଶ ସୃଷ୍ଟି କରିଥିଲେ। ପରେ ପରେ ନବମ ଶ୍ରେଣୀର ଛାତ୍ରୀ ଚିନ୍ମୟୀ ଦାସ କବିଙ୍କ କାଳଜୟୀ କବିତା ବିଶ୍ୱ ଦେଖ ମଧୁମୟୀରେ ଜୀବନ କବିତା ଗାନ କରି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ହୃଦାନନ୍ଦ ମଙ୍ଗରାଜ, ରାକେଶ କୁମାର ଜେନା, ନୀଳିମା ମଞ୍ଜରୀ ମହାପାତ୍ର, ମନୋରମା ବେହେରା, ତୃପ୍ତିମୟୀ ପଣ୍ଡା, ପଙ୍କଜିନୀ ଭୋଇ, ଶୁଭସ୍ମିତା ସାହୁ, ରଞ୍ଜୁବାଳା ପରିଡ଼ା ଓ ସାରଳା ମାହେଶ୍ୱରୀ ବିଷୋୟୀ ପ୍ରମୁଖ ସ୍ୱଭାବ କବିଙ୍କ ଜୀବନ ଓ କୃତି ଉପରେ ଆଲୋଚନା କରିଥିଲେ। ବଡ଼ମ୍ପାରୁ ଦ୍ୱିଜରାଜ ବେହେରାଙ୍କ ରିପୋର୍ଟ, ପବ୍ଲିକ୍ ମିଡିଆ।